ମୁଁ ଭାତ ଖାଏ। ମୁଁ ଖାଏ ପର୍ଯ୍ୟନ୍ତ ଶିଖିଥିଲ, କିନ୍ତୁ ଏବେ ଟିକେ ବଢ଼େଇ ଦେଲି ଗୋଟେ ଶବ୍ଦ, ମୁଁ ଭାତ ଖାଏ। ତାହେଲେ ଆଗେ ଲେଖିଦେବା ମୁଁ ଖାଏ, ଆମେ ଜାଣିଛନ୍ତି ମୁଁ ଖାଏ ହେବ ଆଇ ଇଟ୍। ଆଉ ତାପରେ ଭାତଟାକୁ ବସେଇଦେବା, ଭାତ ହେଲା ରାଇସ୍, ଆଇ ଇଟ୍ ରାଇସ୍। ମୁଁ ଭାତ ଖାଏ ହେବ ଆଇ ଇଟ୍ ରାଇସ୍। ଲେଖିବା କେମିତି? ଆଇ ଆଗେ ଲେଖିଦେବା, ତାପରେ ଇଟ୍, ତାପରେ ରାଇସ୍। ତ ମୁଁ ଭାତ ଖାଏ ଯଦି ହେଲା ଆଇ ଇଟ୍ ରାଇସ୍। ମୁଁ ମନ୍ଦିର ଯାଏ ହେବ ଆଇ ଗୋ ଟୁ ଦ ଟେମ୍ପଲ୍। ମୁଁ ଇଂରାଜୀ ପଢ଼େ ଆଇ ରିଡ୍ ଇଂଲିଶ। ମୁଁ କ୍ରିକେଟ ଖେଳେ ଆଇ ପ୍ଲେ କ୍ରିକେଟ। ତାମାନେ ଆଗରୁ ଜାଣିଛ ମୁଁ ଭାତ ଖାଏ, କର୍ତ୍ତା କ୍ରିୟାକୁ ଆଗେ ବସେଇଦେବ। କର୍ତ୍ତା ହେଲା ମୁଁ, ଆଗେ ବସିଲା, ତାପରେ ତା ପାଖରେ କ୍ରିୟାଟେ ବସିଯିବ, ତାପରେ ଦୁନିଆ ସାରା ଯେତେ ଶବ୍ଦ ବସେଇବ ଗୋଟେ ଗୋଟେ। ତ ଏଠି ମୁଁ ଖାଏ ଆଗେ ଲେଖିଦେଲ, ମୁଁ ଖାଏ ଆଇ ଇଟ୍, ଆଉ ରହିଗଲା ଭାତ, ଭାତଟାକୁ ତା ପଛରେ ବସେଇଦେବ କ'ଣ, ଆଇ ଇଟ୍ ରାଇସ୍। ଆଉ କ'ଣ, ମୁଁ ଇଂରାଜୀ ପଢ଼େ, ତାହେଲେ ମୁଁ ପଢ଼େ ଆଗେ ଲେଖିଦିଅ ଆଇ ରିଡ୍, ଆଉ ରହିଗଲା ବାକି ଇଂରାଜୀ, ତାହେଲେ ହେବ ଆଇ ରିଡ୍ ଇଂଲିଶ।